ମୋର ସ୍କୁଲ ଲାଇଫରୁ କଲେଜ ଲାଇଫ ପର୍ଯ୍ୟନ୍ତ ସବୁ ପୂଜାରେ ନୂଆ ଡ୍ରେସ୍ ଗୋଟେ ହବ। ମୋର ଖାଲି ନୁହଁ ମୋ ଭାଇର ବି ହବ। ହଉ ପଛେ ସେ କମ୍ ଦାମର ଡ୍ରେସ୍ କିନ୍ତୁ ନୂଆ ଡ୍ରେସ୍ଟା ଆସିବ ଆମେ ସେ ନୂଆ ଡ୍ରେସ୍ଟା ପିନ୍ଧିକି ପୂଜାକୁ ଯିବୁ ସେଇଟା ହେଉଛି ଗୋଟେ ଖୁସି। ଆଉ ଏବେ ତ ଆମର ସେ ଇଚ୍ଛା ନାହିଁ କିନ୍ତୁ ଗଣେଶ ପୂଜା ହଉ ସରସ୍ୱତୀ ପୂଜା ହଉ କି କିଛି ଗୋଟେ ଭଲ ମନ୍ଦ ଦିନରେ ମୋ ଛୁଆ ପାଇଁକି ଗୋଟେ ନୂଆ ଡ୍ରେସ୍ ଆସିବ ନହେଲେ ହବନି। ମୋତେ ଭଲ ଲାଗେନି। କୁହନ୍ତି ନା ସବୁ ବାପା ମାଙ୍କ ଇଚ୍ଛା ସେମାନେ ଯେମିତି ବଡ଼ ହେଇଛନ୍ତି ସେମାନେ ଯେମିତି ଚଳିକି ଆସିଛନ୍ତି ତାଙ୍କଠୁ ତାଙ୍କ ପିଲା ଭଲରେ ଚଳନ୍ତୁ ଭଲରେ ବଢ଼ନ୍ତୁ ବୋଧେ ସେଇଥିପାଇଁ ଆଉ। ଏସ୍ପ୍ଲାନେଟ୍ ମଲ୍ଟା ଆମ ରୁମ୍ରୁ ପାଖ ସେଇଥିପାଇଁକି ସନ୍ଧ୍ୟାବେଳେ ଯାଇକି ବାପା ମା ଛୁଆ ପହଞ୍ଚିଗଲୁ ମ୍ୟାକ୍ସରେ। ଆଉ ୟାର ତା ମାମୁଁ ଭଳିଆ ଗୁଣ ଅଛି ଯେତେବେଳେ ବି ଡ୍ରେସ୍ ଆଣିବାକୁ ଯିବ ବ୍ଲାକ୍ କଲର୍ ନହେଲେ ବ୍ଲୁ କଲର୍। ତା ମାମୁଁର ଗଦାଏ ଡ୍ରେସ୍ ଥିବ ସେଥିରୁ ମ୍ୟାକ୍ସିମମ୍ ଥିବ ବ୍ଲାକ୍ ନହେଲେ ବ୍ଲୁ। ତ ମୁଁ ତାକୁ ଯେଉଁ ଡ୍ରେସ୍ ବି ଦେଖେଇଲି ହେଲାନି। ଫାଇନାଲି ସେ ବ୍ଲାକ୍ କଲର୍ ସାର୍ଟଟା ଚଏସ୍ କଲା ଆଉ ତାର ସେ ବ୍ଲାକ୍ କଲର୍ ସାର୍ଟଟା ଆସିଲା ଆଉ ଗୋଟେ ବ୍ଲୁ କଲର୍ ଟ୍ରାକ୍ ପ୍ୟାଣ୍ଟ ଆସିଲା। ତ ସେଠୁ ଆସିକି ଆଉ କିଛି ଘରର ଜିନିଷପତ୍ର କିଣାକିଣି କରିବାର ଥିଲା। ସେଠି ପାଖରେ କଚିଲେଇ ହାଟ ସେଇଠୁ କିଣାକିଣି କରିକି ଘରକୁ ଫେରିଲୁ।